ବର୍ତ୍ତମାନ ଆସନ୍ତୁ ସେହି ସବୁଠାରୁ ବଡ଼ ପ୍ରସଙ୍ଗ ଉପରକୁ, ଯାହା ଓଡ଼ିଶା ବିଜେପି ନେତାମାନଙ୍କ ଆଖିରୁ ନିଦ ହଜେଇ ଦେଇଛି। ସେଦିନ ବୈଠକରେ ନୀତିନ ନବୀନ କେବଳ ନେତାମାନଙ୍କୁ ଗାଳି କରିନଥିଲେ, ବରଂ ଏକ ଇଣ୍ଟରନାଲ ସର୍ଭେ ବା ଗୋପନୀୟ ରିପୋର୍ଟର ଆକଳନ ସମସ୍ତଙ୍କ ସାମ୍ନାରେ ଖୋଲି ଦେଇଥିଲେ। ସେହି ଆକଳନ ଅନୁଯାୟୀ ଯଦି ଓଡ଼ିଶାରେ ଆଜିର ସମୟରେ ବିଧାନସଭା ନିର୍ବାଚନ ହୁଏ, ତେବେ ଫଳାଫଳ କ'ଣ ହେବ? ଆସନ୍ତୁ ନୀତିନ ନବୀନଙ୍କ ରିପୋର୍ଟର ସେହି ସାଂଘାତିକ ଆକଳନକୁ ବୁଝିବା। ଟିକେ ଚିନ୍ତା କରନ୍ତୁ, 147 ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବହୁମତ ପାଇଁ 74ଟି ଆସନର ଆବଶ୍ୟକତା ଥାଏ। ବର୍ତ୍ତମାନ ବିଜେପି ପାଖରେ ବହୁମତ ଅଛି, ସେ ସରକାର ଗଢ଼ିଛି। କିନ୍ତୁ ଦଳର ନିଜସ୍ୱ ରିପୋର୍ଟ କହୁଛି ଯେ ଯଦି ଆଜି ନିର୍ବାଚନ ହୁଏ, ତେବେ ବିରୋଧୀ ବିଜେଡି 84ଟି ଆସନ ପାଇଁ ପୁଣି ଥରେ କ୍ଷମତାକୁ ଫେରିବ। ଶାସକ ଦଳ ବିଜେପି ସିଧାସଳଖ ଖସି ଆସି 30ରୁ ମଧ୍ୟ କମ୍ ଆସନରେ ସୀମିତ ହୋଇଯିବ। କେବଳ ସେତିକି ନୁହେଁ, କଂଗ୍ରେସ ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବ। ଏହି ଆକଳନ ସାମ୍ନାକୁ ଆସିବା ପରେ ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା ସ୍ତବ୍ଧ ହୋଇଯାଇଥିଲେ। ସେମାନେ ଯେଉଁ କ୍ଷମତା ସ୍ୱପ୍ନରେ ବିଭୋର ଅଛନ୍ତି, ସେହି ସ୍ୱପ୍ନ ଉପରେ ଏକ ବଡ଼ ଥଣ୍ଡା ପାଣି ଢାଳି ଦେଇଛି ଏହି ରିପୋର୍ଟ। ଏହା କୌଣସି ବିରୋଧୀ ଦଳର ପ୍ରୋପାଗଣ୍ଡା ନୁହେଁ, ଏହା ହେଉଛି ବିଜେପିର ନିଜସ୍ୱ କେନ୍ଦ୍ରୀୟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତୃଣମୂଳ ସ୍ତରର ସତ୍ୟତା। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଓଡ଼ିଶା ବିଜେପି ସରକାର ଗଢ଼ିବାରେ ଏତେ କମ୍ ସମୟ ଭିତରେ ସ୍ଥିତି ଏତେଟା କାହିଁକି ବିଗିଡ଼ିଗଲା? ଜନସାଧାରଣ କାହିଁକି ଏତେ ଶୀଘ୍ର ଅସନ୍ତୁଷ୍ଟ ହୋଇଗଲେ? ଏହା ପଛରେ କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି, ଯାହାକୁ ନୀତିନ ନବୀନ ମଧ୍ୟ ନିଜ ରିପୋର୍ଟରେ ସଂକେତ ଦେଇଛନ୍ତି। ନୀତିନ ନବୀନ ଯେଉଁ ସଂକେତ ଦେଇଛନ୍ତି ତାହା ହେଲା, ଓଡ଼ିଶାର ଜନସାଧାରଣ 24 ବର୍ଷର ବିଜେଡି ଶାସନ ପରେ ଏକ ବଡ଼ ପରିବର୍ତ୍ତନ ଆଶା କରି ବିଜେପିକୁ କ୍ଷମତା ଦେଇଥିଲେ। କିନ୍ତୁ ସରକାର ଗଠନ ପରେ ସାଧାରଣ ଲୋକଙ୍କୁ ପ୍ରଶାସନିକ ସ୍ତରରେ କୌଣସି ବଡ଼ ପରିବର୍ତ୍ତନ ଅନୁଭବ ହୋଇନାହିଁ। ଯେଉଁ ବ୍ୟୁରୋକ୍ରାସି ବା ବାବୁରାଜ ପୂର୍ବରୁ ଚାଲୁଥିଲା, ତାହା ଏବେ ମଧ୍ୟ ସେହିଭଳି ଚାଲିଛି କିମ୍ବା ତାଠାରୁ ଅଧିକ ଚାଲୁଛି ବୋଲି ଅଭିଯୋଗ ହେଉଛି। ଜଣେ ନେତା ଯେତେବେଳେ ମନ୍ତ୍ରୀ ବା ବିଧାୟକ ହୋଇଯାଏ, ସେତେବେଳେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଏ। କିନ୍ତୁ ଓଡ଼ିଶା ବିଜେପି କ୍ଷେତ୍ରରେ ଓଲଟା ଦେଖିବାକୁ ମିଳୁଛି। ମନ୍ତ୍ରୀମାନେ ଭୁବନେଶ୍ୱର ସେକ୍ରେଟେରିଏଟ୍ ଏବଂ ସରକାରୀ ଗାଡ଼ି ବଙ୍ଗଳା ଭିତରେ ସୀମିତ ହୋଇ ରହିଛନ୍ତି। ସେମାନେ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା, ସେଠାକାର ସମସ୍ୟାର ସମାଧାନ କରିବା ଏବେ କମେଇ ଦେଇଛନ୍ତି। ନୀତିନ ନବୀନ ଯେଉଁ ଇନ୍ଦ୍ର ଶବ୍ଦର ବ୍ୟବହାର କରିଛନ୍ତି, ତାହା ସ୍ପଷ୍ଟ କରୁଛି ଯେ ନେତାମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି। କର୍ମୀ ଏବଂ ସାଧାରଣ ଜନତାଙ୍କୁ ସମ୍ମାନ ନ ମିଳିବା ଯୋଗୁଁ ସେମାନେ ଏବେ ଦଳଠାରୁ ଦୂରେଇ ଯାଉଛନ୍ତି। ସରକାରଙ୍କର ଅନେକ ବିକାଶ କାମ କେବଳ କାଗଜପତ୍ର ଏବଂ ସୋସିଆଲ ମିଡ଼ିଆର ପୋଷ୍ଟରେ ହିଁ ଦେଖାଯାଉଛି। ବାସ୍ତବରେ କ୍ଷେତ୍ର ଉପରେ କାମର ଗତି ଅତ୍ୟନ୍ତ ମନ୍ଥର। ଲୋକମାନେ ଏହି ଦେଖଣାହାରୀ ରାଜନୀତିକୁ ଏବେ ଆଉ ପସନ୍ଦ କରୁନାହାନ୍ତି।